ମାଲିକ ଏ ଭିଡ଼ିଓ ଦେଖି ବୁଝିପାରୁଥିବେ ଏଇ ଜାଗାର କ୍ରେଜ୍ କେମିତିକା। ଏଇଠି ମିଳେ ସକାଳ 5ଟାରେ ପଖାଳ। ଆଉ ଜାଣିକି ଆଶ୍ଚର୍ଯ୍ୟ ହେବେ ପଖାଳ ମିଲର ପ୍ରାଇସ୍ ମାତ୍ର 25 ଟଙ୍କା। ଲୋକମାନଙ୍କ ଭିଡ଼ ଭିତରେ ଧାଁ ଦପଡ଼ କରୁଥିବା ଏଇ ଲୋକ ଜଣକ ହେଲେ ଓଡ଼ିଶାର ପଖାଳ ମ୍ୟାନ୍ ରବି ଭାଇ। ମାଲିକ ମୁଁ କ'ଣ ପାଇଁ ତାଙ୍କୁ ଓଡ଼ିଶାର ପଖାଳ ମ୍ୟାନ୍ କହୁଛି ଚାଲନ୍ତୁ ଜାଣିବା। ପଖାଳ ମାନେ ବହୁତ ଟେଷ୍ଟ ଆଜ୍ଞା, ଶାନ୍ତି ଆଉ ଏତେ କମ ପଇସାରେ ମିଳୁଛି ବି। ଲୋକ ବଜାର ରେଟ୍ ଯାହା ଏତେ କମ ପଇସାରେ ମିଳୁଛି, ଧନ୍ୟବାଦ ଏତିକି ଆଜ୍ଞା। ବର୍ତ୍ତମାନ ଗ୍ୟାସ୍ ଯେଉଁ ଭଳିଆ ରେଟ୍, ଲୋକ ଦୋକାନ ସବୁ ବନ୍ଦ କରିସାରିଲେଣି। ତଥାପି ଆମେ ଦୋକାନ ଖୋଲିଛୁ କ'ଣ ପାଇଁ? ଏଇ ଗରିବ ଶ୍ରେଣୀ ଲୋକଙ୍କ ପାଇଁ। ଲୋକ ବାହାର ଲୋକ ପଖାଳ 80 ଟଙ୍କା 90 ଟଙ୍କା ନେଉଛନ୍ତି, କିନ୍ତୁ ଆମେ 25 ଟଙ୍କା। ମାନେ ଗରିବ ଲୋକ କେମିତି ଶାନ୍ତି ହେଲେ ଆମର ଶାନ୍ତି। ଆଉ ଡେଲି 100 ଲୋକ, ଖରା ବର୍ଷା ଶୀତ ସବୁବେଳେ ଆମର 100 ମିଲ୍। ଆମର ସକାଳ 5ରୁ ଆଜ୍ଞା ଷ୍ଟାର୍ଟ, ସକାଳ 10ରେ ଶେଷ। ମାଲିକ ମୁଁ ଜାଣିଛି ଆପଣମାନେ ତ ବଡ଼ ବଡ଼ ଏସି ରେଷ୍ଟୁରାଣ୍ଟରେ ବସି 200-300 ଟଙ୍କା ଦେଇ ଆଜି ପଖାଳ ଖାଇ ପଖାଳ ଦିବସ ପାଳନ କରିବେ, କିନ୍ତୁ ଆମର ଏଇ ଭାଇମାନେ ଗୁଣ୍ଡେ ପଖାଳ ଆଉ ମୁନ୍ଦେ ତୋରାଣୀରେ ରବି ଭାଇଙ୍କ ପାଖରେ ପ୍ରତିଦିନ ପଖାଳ ଦିବସ ପାଳନ କରନ୍ତି। ମାଲିକ କମ ପଇସାରେ ପେଟ ଭରିବା ହିଁ ଓଡ଼ିଶା ପଖାଳର ଅସଲି ପରିଚୟ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣେଇବେ। ଜୟ ଓଡ଼ିଶା, ଜୟ ପଖାଳ।